ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ହସ୍ତରେଖାର ଏଇ ଜୀବନ ରେଖା ବିଷୟରେ। ଜୀବନ ରେଖାଟି ମଙ୍ଗଳ କ୍ଷେତ୍ରରୁ ବାହାରି ଦେଖନ୍ତୁ ବାହାରି ଲମ୍ବି 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 ଆସି ଆମର କେତୁ କ୍ଷେତ୍ରରେ ରହୁଛି। ସଭିଙ୍କ ହାତରେ ଜୀବନ ରେଖା ଥାଏ। ଜୀବନ ରେଖାଟି ଜୀବନ ଧାରଣର କୁ ସୂଚାଏ। ଜୀବନର ସବୁ ଅଂଶ, ଜୀବନର ସବୁ ଅଂଶ ସେହାକୁ ସୂଚାଏ। ତେଣୁ ତାକୁ ଜୀବନ ରେଖା କୁହନ୍ତି। ଜୀବନ ରେଖାକୁ ବିଚାର କରିବା ପୂର୍ବରୁ ଆମକୁ ଜାଣିବାକୁ ପଡ଼ିବ ଯେ ସୁସ୍ଥ ଜୀବନ ରେଖା କାହାକୁ କହିବା। ଯାହାର ହାତରେ ଜୀବନ ରେଖାଟି ସମ୍ପୂର୍ଣ୍ଣ ସୁସ୍ଥ ମାନେ ପରିଷ୍କାର ଥାଏ, କ'ଣ ଏଇଭଳିଆ ଥାଏ, ପୁରା ପରିଷ୍କାର ଏବଂ ଭଲ ଭାବରେ ଥାଏ, ତାକୁ ସୁସ୍ଥ ଜୀବନ ରେଖା କୁହାହୁଏ। ହେଲା, ଏଇଭଳିଆ ରେଖା ରହିଲେ ତାଙ୍କ ସେ ଯାହାର ଥାଏ ତାର ସେଭଳି କିଛି ବାଧା ବିଘ୍ନ କିମ୍ବା ସମସ୍ୟା ଏଇସବୁ ରୁହେ ନାହିଁ, ସୁସ୍ଥ ଭାବରେ ଜୀବନଯାପନ କରେ। ତେବେ ଦେଖିବା, ଆମେ କହିଛୁ ହସ୍ତରେଖାରେ ରଙ୍ଗ ଅଛି। ଗାଢ଼ ନାଲ, ନାଲ, ଫିକା, ନେଳି, ଇଷତ୍ କଳା, ଏଇସବୁ ରଙ୍ଗ ଥାଏ। ଏଇ ରଙ୍ଗ ଦେଖିକି ଆମେ ଜୀବନ ରେଖାକୁ ବିଚାର କରୁ। ଯଦି ଏଇ ସୁସ୍ଥ ଜୀବନ ରେଖାରେ ଯଦି ନାଲ ଥାଏ, ନାଲ ଦିଶୁଥାଏ, ତେବେ ସେଇଟାକୁ ଆମେ ଭଲ ଅତି ଉତ୍ତମ ବୋଲି କହୁ। ସେଟା ଗାଢ଼ ନାଲ ଥିଲେ, ନାଲ ଥିଲେ ଉତ୍ତମ କହୁ, ନେଳି ଥିଲେ ଖରାପ, ମାନେ ପିତ୍ତ ବୃଦ୍ଧି ମାନେ ଧାତୁ ବୃଦ୍ଧି, ବିଶେଷ କରି ନେଳି ଥିଲେ ଧାତୁ ପିତ୍ତ କଫ ଏଇସବୁ ରୋଗକୁ ସୂଚାଏ। ବିଶେଷ କରି ଧାତୁକୁ ସୂଚାଏ। ଧାତୁ କ୍ଷୟ ହେଲେ ସବୁ ଛେଡ଼ା ଛେଡ଼ା, ଆପଣ ଦେଖିବେ ସବୁ ଏମିତି ଛେଡ଼ା 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 ସବୁ ପିତ୍ତ ଥିବ, ପିତ୍ତ ଚିହ୍ନ ଥିବ, ଛେଡ଼ା ଛେଡ଼ା ଜୀବନ ରେଖା ପାଖରେ ଥିବ, ନହେଲେ ହାତର ଅଲଗା ଆଡ଼ ଥିବ, ଏସବୁ ଧାତୁ କ୍ଷୟ ବୁଝାଏ। ଆଉ ଆପଣଙ୍କର କଳା ରଙ୍ଗ ଥିଲେ, କଳା ରଙ୍ଗ ଥିଲେ, କଳା ଦିଶୁଥିଲେ, ସେଇଟା କାମ କରେ, ଜୀବନ ରେଖାକୁ ବରଂ ଖରାପ ଦିଗକୁ ଗତି କରାଏ, ସମସ୍ୟା ସୃଷ୍ଟି କରେ। ଇଷତ୍ କଳା, କଳା ଏଇଭଳିଆ ସବୁ ଥିବ, କଷା ଖଇରିଆ ରଙ୍ଗର ଥିବ, ଏସବୁ ଜୀବନକୁ ଯେତେ ଯେତେ ମଳିନ ହେଇଥିବ ରେଖାଟା, ଖଇରିଆ କଷା ଏଇଭଳିଆ ହେଇଥିବ, କଳା ଆଡ଼କୁ ଯାଉଥିବ, ନାଲରୁ କଳା ଆଡ଼କୁ ଯାଉଥିବ, ସେଇଟା ସେତେ ଖରାପ ଆଡ଼କୁ ନିଏ, ମାନେ ଫଳଟାକୁ ଖରାପ ଆଡ଼କୁ ନିଏ। ଦେଖିବା ଜୀବନ ରେଖା ବିଷୟରେ ତ ମୁଁ କହିଲି। ଦେଖନ୍ତୁ, ଜୀବନ ରେଖାଟି ଯଦି କାହାର କାହାର ଏଇଠୁ ଆସିକି ଏଇଠି ଖାଣ୍ଡିଆ ଥାଏ, ଏଇଠି ଖାଣ୍ଡିଆ ଥାଏ, ସେମାନେ ଜୀବନର ଏଇ ଖାଣ୍ଡିଆ ରହିଲେ, ଯଦି ଏର ପରିଷ୍କାର ନ ରହି ଖାଣ୍ଡିଆ ଥାଏ, ତାହେଲେ ସେମାନେ ଦେଖିବେ ଭଲ ଭାବରେ ବିଭିନ୍ନ ପ୍ରତିବନ୍ଧକ ମାନେ ବାଧା ସବୁ ଆସେ। ଆପଣଙ୍କର ଏଇଠି ବେପାର ବାଣିଜ୍ୟ କିମ୍ବା ଯେକୌଣସି କର୍ମସଂସ୍ଥାନରେ ଥିବେ, କିମ୍ବା ଶାରୀରିକ ବାଧା ବି ଆସେ। ଶାରୀରିକ ବାଧା, ବେପାର ବାଣିଜ୍ୟ ମାନେ ଜୀବନର ଯେସବୁ ଘଟୁଛି ଯାହାକୁ ସବୁ, ସେଇ ସବୁ କ୍ଷେତ୍ରରେ ବାଧା ଆସେ, ସମସ୍ୟା ସୃଷ୍ଟି ହୁଏ। ଆପଣଙ୍କର ଯଦି ହାତରେ ରହୁଛି ଏମିତି ଗୋଟେ ଫୁଟକି ଚିହ୍ନ ରହୁଛି, ଏଇ ଫୁଟକି ରହୁଛି, ହାତକୁ ଭଲକି ଦେଖିବେ, ଗୋଟେ ଗୋଟେ ଫୁଟକି ଥାଏ। ସେ ଫୁଟକି ଯଦି ରହିଲା, ସେଇଟା ଯଦି କଳା ରହିଲା, ସେ ଫୁଟକି ଚିହ୍ନଟା ପ୍ରକୃତରେ ଭଲ ନୁହେଁ। ସେଇଟା କଳା ରହିଲେ, ନାଲି ରହିଲେ ଟିକେ ଦନ୍ତଘାତ ଯୋଗ ଆଡ଼କୁ ଆସୁଛି, କଳା ରହିଲେ ଟିକେ ବାଧା, ଶାରୀରିକ ବାଧା ଆଡ଼କୁ ଆସୁଛି, ଏଇଭଳିଆ ଆସେ। କିନ୍ତୁ ଦନ୍ତଘାତ ଯୋଗ ରହିଲେ ଯେ ସେସବୁ ଘଟିବ ତା ମାନେ କିଛି ନାହିଁ। କାହିଁକି ନା ଦନ୍ତଘାତ ଯୋଗ ବିଭିନ୍ନ ପ୍ରକାର ଦନ୍ତଘାତରୁ କଟିଥାଏ। ଖାଲି ଯେ ସାପ କାମୁଡ଼ା ନୁହେଁ, ବିଛା କାମୁଡ଼ା ବି ଅଲଗା ଅଲଗା ସେସବୁ ଥାଏ। ତେଣୁ ସେସବୁ ନିର୍ଭର କରେ ରଙ୍ଗ ଉପରେ, ରଙ୍ଗ ଏବଂ ତାର ଆକାର ଏବଂ କେଉଁ କ୍ଷେତ୍ରରେ ରହୁଛି। ଧରାଯାଉ ଆମର ଏଇଟା ଶୁକ୍ର କ୍ଷେତ୍ର, ଏଇଟା ଗୁରୁ କ୍ଷେତ୍ର, ଏଇଟା ଶନି କ୍ଷେତ୍ର, ସୂର୍ଯ୍ୟ କ୍ଷେତ୍ର, ବୁଧ କ୍ଷେତ୍ର, ଚନ୍ଦ୍ର କ୍ଷେତ୍ର, ଏଇଟା ରାହୁ କ୍ଷେତ୍ର, ଏଇଭଳିଆ କ୍ଷେତ୍ରକୁ ନେଇକି ତାର ପ୍ରଭାବ ପଡ଼େ। ଯଦି ରାହୁ କ୍ଷେତ୍ରରେ ସଂଶ୍ଳିଷ୍ଟ ହେଇକି ରହିଲା,
ତାହେଲେ ହୁଏତ ସେଇଟା ଗୁରୁତର ହେବ, କିମ୍ବା କେତୁ କ୍ଷେତ୍ରକୁ ରହିଲା ସେଇଟା ଗୁରୁତର ରୋଗ ହେବ, କିନ୍ତୁ ଶୁକ୍ର କ୍ଷେତ୍ରକୁ ରହିଲେ ବି ସମସ୍ୟା କରିବ। ଏମିତି ସବୁ ଯିଏ ଯାହା ଗ୍ରହର ନେଇକି ସେସବୁ ସମସ୍ୟା ଦେଖାଦିଏ। ଆଚ୍ଛା, ଆପଣଙ୍କର ଦେଖିବେ ଏଇଠୁ ବାହାରୁଛି କ'ଣ ଜୀବନ ରେଖା, ଏଇଠୁ ବାହାରୁଛି ମସ୍ତିଷ୍କ ରେଖା ବାହାରେ ଏଇଠୁ। ଏଇଟା ମସ୍ତିଷ୍କ ରେଖା ବିଷୟରେ ଆମେ ତ ପର ଭିଡ଼ିଓରେ କହିବା, ମସ୍ତିଷ୍କ ରେଖା କରିବା। କିନ୍ତୁ ଏଇ ମତ୍ସ୍ୟ ରେଖା ସହିତ ଯଦି ଜୀବନ ରେଖା ମିଳନ ନ ହେଉଛି ତାହେଲେ ଯାହା ହାତରେ ଥିବ ସେ କ୍ରୋଧୀ, ବହୁତ କ୍ରୋଧୀ ହେଇଥିବ, ତା ହଠାତ୍ କି ରାଗିଯିବ ଏବଂ ବ୍ରେନ୍ ସର୍ଟ ରହିବ। ସେ ମିଳନ ନହେଲେ ହେଲା, ଯେତେ ମିଳନ ହେଇଥିବ ସେତେ ଭଲ। ଏଇ ରେଖାରୁ ଆପଣ ଦେଖିବେ ଯଦି ଏଇ ବଜ୍ର ରେଖା ବାହାରିଥିବ, ଏଇଭଳିଆ ରେଖା ବାହାରେ, ସେ ଲୋକମାନେ କ'ଣ ହୁଅନ୍ତି ନା ବୃହସ୍ପତି କ୍ଷେତ୍ରରେ ଏଇଭଳିଆ ରହିଲେ ବଜ୍ରରେଖା, ସେମାନେ ଜ୍ଞାନୀ ହୁଅନ୍ତି, ଜ୍ଞାନ ମାଧ୍ୟମରେ ପଇସା ଅର୍ଜନ କରନ୍ତି, ଉପରକୁ ଗଲେ ଏଇଭଳିଆ ଉପରକୁ ଗଲେ ସେଇ ରେଖା ଗୁଡ଼ା ହେଲା। ଯଦି ଏଇଟା ଶନି କ୍ଷେତ୍ର ସିଧାରେ ଥିବ, ଶନି କ୍ଷେତ୍ର ସିଧାରେ ରହିକି ଯଦି ଏଇଭଳିଆ ବଜ୍ର ରେଖା ହେଇଥିବ ଶନି କ୍ଷେତ୍ରକୁ, ଏଇଭଳିଆ ଶନି କ୍ଷେତ୍ରକୁ, ସେ ବେପାରର ବହୁତ, ଯେକୌଣସି ବେପାର କଲେ ବହୁତ ଉନ୍ନତି କରିବେ, ପଢ଼ା ସମୟରେ ମଧ୍ୟ ପାଠ ହେବ, ଶନି ଯେଉଁ ଘରଟା ଏଠି। ସେମିତି ବିଭିନ୍ନ କ୍ଷେତ୍ରକୁ ଯଦି ଯାଉଥିବ, ସେ ଏଇ କ୍ଷେତ୍ରକୁ ଗଲେ ବିଦେଶ ଯାତ୍ରା ସହିତ ଏଇ କ୍ଷେତ୍ରରୁ ଯଦି ଚନ୍ଦ୍ର କ୍ଷେତ୍ରକୁ ଯାଉଥିବ ରେଖାଟି ବାହାରି, ତାହେଲେ ବିଦେଶରୁ ପଇସା ଆୟ କରିବେ, ବିଦେଶ ଯାତ୍ରା କରିକି ଧନ କମାଣି କରିବେ। ଏଇ ରେଖାଟି ଦେଖନ୍ତୁ ଯଦି କାହାର ତଳକୁ ବି ଆସିଥାଏ, ଏଇ ତଳକୁ ଆସିଲେ ସେଇଟା ଅପୋଜିଟ୍ ସାଇଡ୍ ନିଏ, ବିଭିନ୍ନ ପ୍ରକାର ବାଧା ସୃଷ୍ଟି ହୁଏ। ଯେ କ୍ଷେତ୍ରକୁ ନେଇକି ସେଇ କ୍ଷେତ୍ର ଅନୁସାରେ ବାଧା ସୃଷ୍ଟି ହେବ, ବେପାର କ୍ଷେତ୍ର ହେଉ କିମ୍ବା ଜୀବନ କ୍ଷେତ୍ର ହେଉ, ଏଇଟା ଅପୋଜିଟ୍ ସାଇଡ୍ ରେଖା। ଏଇଟା ଭଲ କରୁଥିବା ବେଳେ ଏଇଟା ଅପୋଜିଟ୍ କରାଏ ହେଲା। ଆପଣଙ୍କର ଦେଖନ୍ତୁ ଧରାଯାଉ ଏଇଟା ହେଲା, ଏଇଟା ଏଇଠୁ ଏଇ ବେପାର, ଏଇଟା ଏଇ ଜୀବନ ରେଖାରୁ ମୋତେ ଭାଗ୍ୟ ରେଖା ନିର୍ମାଣ ହୁଏ। ଜୀବନ ରେଖାରୁ ଯାହାର ନିଜେ ଭାଗ୍ୟ ବଢ଼େ କିମ୍ବା ଯାହାର ଭାଗ୍ୟ ସାଥ ଦେଇନଥାଏ, ତାର ଭାଗ୍ୟରେଖା ମଧ୍ୟ ଏଇଭଳିଆ ରହିଥାଏ। ଭାଗ୍ୟରେଖା ଏଠୁ ନହେଲେ ଏଇସବୁ ରେଖାରେ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହୁଏ। କେତୁ ସଂଯୋଗ ହେଲେ, କେତୁର ପ୍ରଭାବ ଅଛି, କେତୁ ସହିତ ସଂଯୋଗ ହେଲେ ଆପଣଙ୍କର ଦେଖିବେ ଏଇ ଜୀବନ ରେଖାରେ ବିଭିନ୍ନ ପ୍ରକାର ଚିହ୍ନ ଥିବ। ଧରାଯାଉ ଏଇଟା ହେଲା, ଏଇ ବାଟେ ଆସିଥିବ କ'ଣ ମସ୍ତିଷ୍କ ରେଖା ଆସିଥିବ, ତା ମଝିରେ ତ୍ରିଭୁଜ ଆକାରର ଥିବ କି ୟୁ ଚିହ୍ନ ଥିବ, ବିଭିନ୍ନ ଚିହ୍ନ ଥିବ। ସେ ଚିହ୍ନ ଦ୍ୱାରା ଏକ୍ସ ଚିହ୍ନ ଥିବ, ଏଇଟା ବଜ୍ରଗୁଣ। ୟୁ ଆକାର ଚିହ୍ନ ଯଦି ରୁହେ, ବୃହସ୍ପତି କ୍ଷେତ୍ରର ନାଲି ରଙ୍ଗ ହେଇଥିବ, ଗାଢ଼ ନାଲି, ତାହେଲେ ତାକୁ ରାଜଯୁଗ କୁହାଯାଏ। ରାଜନୈତିକ କ୍ଷେତ୍ରର ସେମାନେ ପାରଙ୍ଗମ ହେବେ ବିଭିନ୍ନ ପ୍ରକାର। ଯଦି ତ୍ରିଭୁଜ ଆକୃତି ସୃଷ୍ଟି କରୁଥିବ, ତ୍ରିଭୁଜ ଚିହ୍ନଟି ବି ବହୁତ ଭଲ, ଗ୍ରହ ଅନୁସାରେ ସେ ଭଲ ଫଳ ଦିଏ। ତ୍ରିଭୁଜ ଚିହ୍ନଟି ଆପଣ ହାତ ଦେଖି ଅନୁମାନ କରୁଛି, ତ୍ରିଭୁଜ ଚିହ୍ନଟି ଗାଢ଼ ନାଲି ହେଇଥିବ, ସେ ବହୁତ ପ୍ରଶଂସନୀୟ, ଧନ ସବୁ ଅର୍ଜନ କରିବେ। ବିଶେଷ କରି ଦେଖାଯାଏ କ'ଣ ଏକ୍ସ ଚିହ୍ନ ବହୁତ ଦେଖାଯାଏ। ସେ ଏକ୍ସ ଚିହ୍ନ ଗୁଡ଼ାକ ଆପଣଙ୍କର ଏକ୍ସ ଚିହ୍ନ ଏଇଭଳିଆ ଥିବ, ଏଠି ଧରାଯାଉ ରହିଲା, ଏଠି ଆଇଲା ଗୋଟେ, ଏଠି ଗୋଟେ ଭାରି ଯାଇଥିବ। ଏଇ ଏକ୍ସ ଚିହ୍ନ ଗୁଡ଼ା, ଏଇ ଏକ୍ସ ଚିହ୍ନ ଗୁଡ଼ା ରହିଲେ ସେ ଗ୍ରହ ନେଇକି ଦେଖିବେ। ଏଇଟାକୁ ଏଇ ଏକ୍ସ ଚିହ୍ନଟି ବିଭିନ୍ନ ବୃତ୍ତିକୁ ସୂଚାଏ, ବାଧାକୁ ବି ସୂଚାଏ। ଗ୍ରହ ଅନୁସାରେ ବୃତ୍ତିକୁ ସୂଚାଏ, ଏଇଟା ତ ବାଧା ଆସିଲା, ପୁଣି ଏଇଟା ଗ୍ରହ ଅନୁସାରେ ବୃତ୍ତି। ଏଇଟା ଯଦି ଏଇଟା ବାଧାକୁ ଆସିଲା, ଏଇଟା ବୃତ୍ତି ହେଲା। ଏଇ ବାଧାକୁ ସୂଚାଏ, ବୃତ୍ତିକୁ ସୂଚାଏ। ତାର ରଙ୍ଗ ବର୍ଣ୍ଣ ଅନୁସାରେ, ଗ୍ରହ ଅନୁସାରେ ତାକୁ ବିଚାର କରିବେ। ଏ ଚିହ୍ନ ଭଲ ହୋଇପାରେ, ମଧ୍ୟ ଖରାପ ହୋଇପାରେ। ଯଦି ୟା ମଧ୍ୟରେ ଅନ୍ତର୍ଦୃଶ୍ୟ, ଧରାଯାଉ ବୃତ୍ତି ଚିହ୍ନଟି ନାଲ ଥିବ, ଏଇଭଳିଆ ଥିବ, ତାହେଲେ ସେ ଭଲ। ତା ଭିତରେ ଯଦି ଏଇଭଳିଆ ଥିବ, ଅନ୍ତର୍ଗ୍ରହ ଦ୍ୱନ୍ଦ୍ୱ ହେଲେ ଦେଖିବ ମିଳି ମାନେ ଯେଟା ଆପଣଙ୍କର ଦେଖନ୍ତୁ ଗ୍ରହ ଅଛନ୍ତି, ସବୁ ବିଭିନ୍ନ ଗ୍ରହ ଯୋଗ ଅଛି। ଧରାଯାଉ ରବି ମଙ୍ଗଳ, ଏମାନେ ସବୁ କ'ଣ, ଏମାନେ ପିତ୍ତବୃତ୍ତି କରନ୍ତି। ଏମାନେ ଯଦି କେଉଁଠି ଅନ୍ତର୍ଗ୍ରହରେ ରହିଲେ, ଯଦି ତାହେଲେ ସେମାନଙ୍କର ପିତ୍ତ ରୋଗ କିମ୍ବା ଧାତୁ ରୋଗ ଏଇସବୁ ସୃଷ୍ଟି ହେବ। ଚନ୍ଦ୍ର ଶୁକ୍ର ଏମାନେ ସବୁ
ଏମାନେ ସବୁ ହେଉଛନ୍ତି କିସ ଥଣ୍ଡା ଶ୍ଲେଷ୍ମା ଥଣ୍ଡା ଜ୍ୱର ଏଇସବୁ କ୍ଷେତ୍ରରେ ସେମାନଙ୍କର ଥାଏ। ଯେମିତି ବୃହସ୍ପତି ଅନ୍ତର୍ରୋଗ ଏକ୍ସରେ ପେଟମରା ଏଇଭଳିଆ ସବୁ ତାଙ୍କର ଯିଏ ଯାହାର ଅଧିପତି ନେଇକି ସବୁ ସେମାନେ ରୋଗ ସୃଷ୍ଟି କରନ୍ତି, ବେପାର ଉପରେ ବାଧା କରନ୍ତି, ବିଭିନ୍ନ ଇଏ କରନ୍ତି। ତେଣୁ ସେଇସବୁ ଉପରେ ସେମାନଙ୍କର ଯୋଗ ଥାଏ। ବିଶେଷ କରି ଆପଣମାନେ ଦେଖିବେ, ମୁଁ ତ ଏମ୍ ଚିହ୍ନ କଥା କହିଲି। ଏମ୍ ଚିହ୍ନ, ଏମ୍ଟା ବହୁତ ଶୁଭ ସମୃଦ୍ଧ ଚିହ୍ନ। ଏମ୍ ଚିହ୍ନଟା ଚିହ୍ନ ନଥାଏ, ବିଭିନ୍ନ ଧରାଯାଉ ଏ ବାଟେ ଗୋଟେ ଗଲା, ଏଠି ଗୋଟେ ରେଖା ଗଲା, ଏ ଗୋଟେ ଏମ୍ ହେଇଗଲା, ଏ ବାଟେ ଗୋଟେ ରେଖା ଆସିକି ବିଭିନ୍ନ ରେଖାର ସମ୍ମିଶ୍ରଣରେ ସବୁ ଚିହ୍ନ ସୃଷ୍ଟି ହୁଏ। ଚିହ୍ନ ତ ସମ୍ପୂର୍ଣ୍ଣ ଭାବରେ ଦେଖାଯିବନି, ବିଭିନ୍ନ ରେଖାର ସଂଯୋଗରେ ଏଇସବୁ ଚିହ୍ନ ହୁଏ। ବିଭିନ୍ନ ରେଖାର ସଂଯୋଗରେ। ତେଣୁ ରେଖାକୁ ପଢ଼ିବାକୁ ହେବ। ଆପଣଙ୍କର ଜୀବନ ରେଖା ଯଦି ମଣିବନ୍ଧ ରେଖା ଆଡ଼କୁ ଆସୁଛି, ମଣିବନ୍ଧ ରେଖା ଆଡ଼କୁ ଆସିକି ସେଠି ଯଦି କୌଣସି ଚିହ୍ନ ସୃଷ୍ଟି କରୁଛି କିମ୍ବା ରଙ୍ଗ ଦେଖାଉଛି, ସେସବୁକୁ ଦେଖିକି ଆପଣ ଜାଣିବେ ଯେ ମଣିବନ୍ଧକ ରେଖା ପାଖକୁ ଯୋଡ଼ିଛି ନା ଯୋଡ଼ିନି। ମଣିବନ୍ଧକ ରେଖାକୁ ତ ଯୋଡ଼ି ନଥାଏ, କାହାର ଯୋଡ଼ିଥିଲେ ଭଲ ଆଉ ଜୀବନ ରେଖାଟି, କିନ୍ତୁ ସେସବୁକୁ ବିଚାରକୁ ନେଇକି ବିଚାର କରିବେ। ଏଇଭଳିଆ ଆପଣମାନେ ଜୀବନ ରେଖାକୁ ପଢ଼ିବେ, ଜୀବନ ରେଖାକୁ ପଢ଼ିକି ଜୀବନକୁ ନିର୍ଣ୍ଣୟ କରିବେ। କୌଣସି ହାତ ଦେଖିକି ହାତରେ ହସ୍ତଜନକୁ ଦେଖିକି ସେଥିରେ ଭୟଭୀତ ହେବେନି। ଆପଣଙ୍କର ସବୁ ରେଖା, ଯେକୌଣସି ରେଖାର ମହତ୍ଵ ଅଛି, କିନ୍ତୁ ତାକୁ ପଢ଼ିବା ଦରକାର। କୌଣସି ରେଖା ନଥିଲେ ବି ସେଇ କ୍ଷେତ୍ରରେ ସେମାନେ ପାରଙ୍ଗମ ହେବେ। ଗ୍ରହ ଅଛନ୍ତି, ଏଇ ସୂର୍ଯ୍ୟ, ବୁଧ, ଶନି, ଗୁରୁ, ଏଠି ରାହୁ କ୍ଷେତ୍ରକୁ ଯେ ଧରାଯାଉ ଗୋଟେ ରେଖାଟି ରାହୁ କ୍ଷେତ୍ରକୁ ଯାଇଛି, ଏଇ ବେପାର ରେଖାଟି ରାହୁ କ୍ଷେତ୍ରକୁ ଗଲା। ଯଦି ରାହୁ କ୍ଷେତ୍ର ସହିତ ଇଏ ହେଇକି ରହିଥାଏ, ତାହେଲେ ସେଠି ବେପାର ବୁଡ଼ିବାର ସୂଚନା ଦେଉଛି। ତେଣୁ ଆମେ ତ ବଜ୍ରରେଖା ସବୁ ଏସବୁ ବଜ୍ରରେଖା, ଏ ରେଖା ସବୁ ଯେ ଖାଲି ବାହାରିକି ଗଲେ ଯେଉଁ ବେପାର ହେବ କି ଧନ ହେବ, ବିଦ୍ୟା ହେବ, ବୁଦ୍ଧି ହେବ, ତା ନୁହେଁ। ତେଣୁ ଏ ରେଖାଟା କିଏ ଗ୍ରହକୁ ଇଏ କରିକି ଯାଉଛି ସେଇଟାକୁ ପଢ଼ିବାକୁ ପଡ଼ିବ। ଯଦି ରାହୁ ଗ୍ରହକୁ ଗଲା ତାହେଲେ ସେ ଲୋକଟି କ'ଣ କରିବ ନା ବେପାର ଡୁବ ଖାଇବ। ବେପାର କରିବ, ବେପାର ପଇସା ପତ୍ର ବୁଡ଼ିଯିବ, କିମ୍ବା ଜୀବନର କୌଣସି ଘାଟା ଖାଇବ, ଧକ୍କା ଖାଇବ। ଖାଲି ବେପାର ତ ନୁହେଁ, ଜୀବନ ଲାଇଫ୍ ଲାଇନ୍ ଉପରେ ସେମାନେ ଧକ୍କା ଖାଇବେ। ତେଣୁ ଏଇସବୁ ଲାଇଫ୍ ଲାଇନ୍ ଉପରେ ଏସବୁ ସଂକେତ ଦିଏ, ବିଭିନ୍ନ ସଂକେତକୁ ପଢ଼ିବାକୁ ପଡ଼ିବ। ସଂକେତ ପଢ଼ିବେ, ରଙ୍ଗ ପଢ଼ିବେ, ଏଇସବୁ ପଢ଼ି ଏହାର ବିଚାର କରିବେ। ଏହିପରି ଆମେ ପରବର୍ତ୍ତୀ ଭିଡ଼ିଓରେ ମସ୍ତିଷ୍କ ରେଖା ବିଷୟରେ କହିବା। ଏଇ ଜୀବନ ରେଖା ବିଷୟରେ ଯଦି ଆଉ କିଛି ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ କମେଣ୍ଟ କରିପାରିବେ। କମେଣ୍ଟ ଦ୍ୱାରା ସବୁ ତ ମନେ ଆସୁନି ଏବେ ନା କହିବା ପାଇଁ ଯେ କ'ଣ ଅଛି। ତେଣୁ ଯାହା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି କମେଣ୍ଟ କରିବେ। କମେଣ୍ଟ କଲେ ମୁଁ କହିବି। ନମ୍ବର ତ ଜାଣିଛନ୍ତି 891 742 659। ଏ ବିଷୟରେ ଏହା ବିଷୟରେ ଆହୁରି ଜାଣିବାକୁ ଯଦି ଚାହୁଁଛନ୍ତି, ତା ଭିଡ଼ିଓ କେତେବେଳେ ଯାଉଛି, ସବସ୍କ୍ରାଇବ୍ କରିବେ। ମୁଁ ରହୁଛି ରବୀନ୍ଦ୍ର କୁଲ୍ହାରୀ। ନମସ୍କାର, ଜୟ ଜଗନ୍ନାଥ।